ବ୍ୟକ୍ତିଗତ ଭାବରେ ଅଚ୍ୟୁ ସାମନ୍ତ ମୋ ଶତ୍ରୁ ନୁହନ୍ତି। ମୁଁ ଯେତେବେଳେ ଇନଭାଇଟ୍ କରିଛନ୍ତି ମୋ ପୁଅ ବାହାଘର କି ଝିଅ ବାହାଘର କି ସେ ଆସିଛନ୍ତି, ତାଙ୍କ ଲୋକ ତା ପ୍ରତିନିଧି ବି ଆସିଛନ୍ତି। ଯେ ଅଚ୍ୟୁ ସାମନ୍ତ ଆପଣ ବହୁତ ହଁ କ୍ଲୋଜ୍, ୟା ନୁହେଁ ଯେ ମୁଁ ତାଙ୍କୁ ଇଲେକ୍ସନରେ 5 ପଇସା କାହିଁ ମାଗିଛି ନା ଚାଣା ପଇସା ଖାଇଛି ତାଙ୍କର। ବ୍ୟକ୍ତିଗତ ଭାବେ ଭଲ ବନ୍ଧୁ ବନ୍ଧୁ। ଆଇନ ମନ୍ତ୍ରୀ କହିଲେ ଯାହା ମୁଁ ଭାବୁଛି ଯାହା ହେଲାଣି ଏ ଏନକ୍ୱାରି ଫେନକ୍ୱାରି ଏଗୁଡ଼ା ସବୁ ଢୋ। ତଦନ୍ତ କିଏ କରିବ? ତଦନ୍ତ କରିବେ ବ୍ୟୁରୋକ୍ରାଟ କରିବେ। କୋଉ ବ୍ୟୁରୋକ୍ରାଟ ତାଙ୍କ ସାଙ୍ଗରେ ନାହାନ୍ତି ମତେ କହିଲ? ତାଙ୍କ ସାଙ୍ଗରେ ପଲିଟିକାଲ ଲୋକ ରହିବେ, ବିଭିନ୍ନ ଦଳର ପଲିଟିକାଲ ଲୋକ ବି ତାଙ୍କ ସାଙ୍ଗରେ ଅଛନ୍ତି। ଯାହା ମୁଁ ଭାବୁଛି ଯାହା ହେଲାଣି ଏ ଏନକ୍ୱାରି ଫେନକ୍ୱାରି ଏଗୁଡ଼ା ସବୁ ଢୋ। ଏ କିଛି ହେଲା ଭଳି ଜଣା ପଡୁନି। ତାଙ୍କେ ଉଠେଇଲେଣି ଆଜି ପର୍ଯ୍ୟନ୍ତ ବିଜେପିର ଯୋଉମାନେ ତୁଙ୍ଗ ନେତା ପାର୍ଟି ଖୋଲି ନାହାନ୍ତି। ବିଜେପିର ତୁଙ୍ଗ ନେତା ମାନେ କେନ୍ଦ୍ରୀୟ ସ୍ତରରେ ମଧ୍ୟ କେହି ପାର୍ଟି ଖୋଲି ନାହାନ୍ତି। ବିହାରର ନା ଉତ୍ତରପ୍ରଦେଶର କୋଉ ନେତାଙ୍କ ସାଙ୍ଗରେ ସିଏ ଅଛି, ମୁଖ୍ୟମନ୍ତ୍ରୀ ସାଙ୍ଗରେ ସେ ପିଲା। ବର୍ତ୍ତମାନ କଣ ହବ କଣ ନାହିଁ ଭବିଷ୍ୟତ କହିବ, କିନ୍ତୁ ମୋ ମତରେ କାହିଁ ମତେ ବିଶ୍ୱାସ ଲାଗୁନି ଆଙ୍କେ ଅସଲ ପଏଣ୍ଟକୁ ଧରିବେ। ତାଙ୍କ ଜମି ଫରେଷ୍ଟ ଆକ୍ଟରେ କ'ଣ ଅଛି, ବିଭିନ୍ନ କଥା କ'ଣ ଏ କାହିଁ ମତେ କିଛି ଲାଗୁନି। ଏମାନେ ବି ଆଜି ପର୍ଯ୍ୟନ୍ତ ବିଜେପିର ଯୋଉମାନେ ତୁଙ୍ଗ ନେତା ପାର୍ଟି ଖୋଲି ନାହାନ୍ତି। ବିଜେପିର ତୁଙ୍ଗ ନେତା ମାନେ କେନ୍ଦ୍ରୀୟ ସ୍ତରରେ ମଧ୍ୟ କେହି ପାର୍ଟି ଖୋଲି ନାହାନ୍ତି। ଆପଣ ଏତିକିରେ ବୁଝିପାରୁନାହାନ୍ତି? ଆମେ ଦେଖୁଛୁ କ'ଣ କରାଯିବ, ଆମେ ନିଷ୍ପତ୍ତି ନେବୁ। ଆମର ପିସି ସଭାପତି ତ ଫେସବୁକରେ ଛାଡ଼ିଥିଲେ, ଆପଣମାନେ ଜାଣିଛନ୍ତି। ଆମ ଛାତ୍ର କଂଗ୍ରେସ ଯୁବ କଂଗ୍ରେସ ଲଢ଼େଇ କରୁଛି, ଆମେ ବି ଲଢ଼େଇ କରୁଛୁ। ଦେଖାଯାଉ କେତେ ଦୂର ଏ ଲଢ଼େଇ କେତେ ଦୂର ଯାଉଛି। କଂଗ୍ରେସ ନେତାଙ୍କର ପରିବାର ମଧ୍ୟ ଅଛନ୍ତି। ହଁ ଅଛନ୍ତି, ମାନେ ମୁଁ କହିଲି ବିଭିନ୍ନ ଦଳର ନେତା ଅଛନ୍ତି। ମିଳିମିଶି ଚାକିରି ଦେବେ ଘଟଣାଟା ଲାଗୁଛି। ମିଳିମିଶିକିରି ସବୁ ଅଛନ୍ତି, ମିଳିମିଶିକିରି ସବୁ ଅଛନ୍ତି। ବ୍ୟକ୍ତିଗତ ଭାବରେ ଅଚ୍ୟୁ ସାମନ୍ତ ମୋର ଶତ୍ରୁ ନୁହନ୍ତି। ବ୍ୟକ୍ତିଗତ ଭାବରେ ଅଚ୍ୟୁ ସାମନ୍ତ ମୋ ଶତ୍ରୁ ନୁହନ୍ତି। ମୁଁ ଯେତେବେଳେ ଇନଭାଇଟ୍ କରିଛନ୍ତି ମୋ ପୁଅ ବାହାଘର କି ଝିଅ ବାହାଘର କି ସେ ଆସିଛନ୍ତି, ତାଙ୍କ ଲୋକ ତା ପ୍ରତିନିଧି ବି ଆସିଛନ୍ତି। ୟା ନୁହେଁ ଯେ ମତେ କିଏ ଗୋଟେ କହିଲା ଯେ ଅଚ୍ୟୁ ସାମନ୍ତ ଆପଣ ବହୁତ ହଁ କ୍ଲୋଜ୍, ୟା ନୁହେଁ ଯେ ମୁଁ ତାଙ୍କୁ ଇଲେକ୍ସନରେ 5 ପଇସା କାହିଁ ମାଗିଛି ନା ଚାଣା ପଇସା ଖାଇଛି ତାଙ୍କର। ବ୍ୟକ୍ତିଗତ ଭାବେ ଭଲ ବନ୍ଧୁ ବନ୍ଧୁ। ଆଇନ ମନ୍ତ୍ରୀ କହିଲେ ଦେଖାଯାଉ ଆଗକୁ କ'ଣ ହବ, ଯୋଉଟା ହବ ଭଲ ହବ। କେତେ ଦୂର ତାଙ୍କେ କରୁଛନ୍ତି କି ତାକୁ ସୁଯୋଗ ଦେଇକରି ହାଇକୋର୍ଟରେ ଷ୍ଟେ କରିଦଉଛନ୍ତି, ସେଟା ଦେଖିବାକୁ ପଡିବ। ମୋହନ ସରକାର ଉପରେ ଆପଣ ବିଶ୍ୱାସ ନାହିଁ? ନାଇଁ, ମୋହନ ମାଝୀ ମୋ ବ୍ୟକ୍ତିଗତ ବନ୍ଧୁ ହେଇପାରନ୍ତି। ସରକାର କେତେ ଦୂର କରିବ, ଆପଣ ସେଣ୍ଟରରେ ତାଙ୍କର କିଏ ପାର୍ଟି ଖୋଲି ନାହାନ୍ତି ଆଜି ଯାଏ, କ'ଣ ବିଶ୍ୱାସ କରିବୁ? ଦେଖାଯାଉ କ'ଣ ହଉଛି। ଜଗନ୍ନାଥଙ୍କର ଦୟା। ଓଡ଼ିଆ ଅସ୍ମିତା କଥା କହୁଥିଲେ, ଏଇଟା ତ ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତା କହିକି ସରକାରକୁ ଆସିଛନ୍ତି, ଏଇଟା ତ ଓଡ଼ିଆ ଅସ୍ମିତା।